ସାଙ୍ଗମାନେ ବହୁତ ଦିନ ତଳର କଥା, ଗୋଟିଏ ମରୁଭୂମିରେ ତିନୋଟି ଖଜୁରୀ ଗଛର ମଞ୍ଜି ମାଟି ତଳେ ପୋତି ହେଇକି ରହିଥିଲେ। ସେଇ ତିନୋଟି ମଞ୍ଜି ମଧ୍ୟରୁ ଗୋଟିଏ ମଞ୍ଜି ଉପରେ ଗୋଟିଏ ବଡ଼ ପଥର ପଡ଼ି ରହିଥିଲା। ସେଇ ପଥର କାରଣରୁ ସେଇ ମଞ୍ଜିଟି ଉପରକୁ ବଢ଼ି ପାରୁନଥିଲା, କାରଣ ପଥରଟି ବହୁତ ବଡ଼ ଆଉ ଓଜନିଆ ଥିଲା। ବାକି ଅନ୍ୟ ଦୁଇଟି ମଞ୍ଜି ସହଜ ଭାବରେ ନିଜକୁ ଉପର ଆଡ଼କୁ ଗ୍ରୋ କରୁଥିଲେ। ସେମାନେ ସବୁବେଳେ ସେହି ମଞ୍ଜିଟିକୁ କହୁଥିଲେ କି ଦେଖ, ଏହା ହେଉଛି ମରୁଭୂମି, ଏଠାକୁ ଅଧିକ ଲୋକ ଆସନ୍ତିନି, ଆସିଲେ ମଧ୍ୟ ଏଇ ବଡ଼ ପଥରକୁ କେହି ବି ହଟେଇ ପାରିବେନି। ତେଣୁ ଭଲ ହେବ ତୁମେ ଏହା ଜାଣି ରଖ ଯେ ତୁମେ କେବେ ବି ଗୋଟେ ଗଛରେ ପରିଣତ ହେଇପାରିବନି, କାରଣ ଏଇ ବଡ଼ ପଥର ତୁମକୁ ରୋକିକି ରଖିଛି, ଯାହାକି ବହୁତ ବଡ଼। ତ ତୁମେ ଏଇ ଆଶା ଛାଡ଼ି ଦିଅ କି ଏବେ ତୁମେ କେବେ ବି ମାଟି ଉପରର ଦୁନିଆକୁ ଦେଖିପାରିବ ବୋଲି। ତ ଏବେ ସେ ଯେଉଁ ଦୁଇଟି ମଞ୍ଜି ଥିଲେ, ସେ ନିଜେ ନିଜକୁ ଉପର ଆଡ଼କୁ ଗ୍ରୋ କରି ମାଟି ଉପରକୁ ବାହାରି ସାରିଥିଲେ। କିନ୍ତୁ ଯେଉଁ ମଞ୍ଜି ଉପରେ ପଥର ଥିଲା, ସେ ଅତ୍ୟନ୍ତ ଦୁଃଖିତ ହୋଇ ପଡ଼ିଲା, କାରଣ ସେ ଭାବିଲା କି ତା ଜୀବନର ଶେଷ ହୋଇସାରିଛି। ସେ କେବେ ବି ମାଟି ଉପରର ଦୁନିଆକୁ ଦେଖିପାରିବନି କି ଗଛ ବି ହେଇପାରିବନି। ସେବେ ମରୁଭୂମିର ମାଟି ତାକୁ କହିଲା, ତୁମେ ଦୁଃଖିତ ହୁଅନି, ଯଦି ତୁମେ ନିଜକୁ ଉପର ଆଡ଼କୁ ଗ୍ରୋ କରିପାରୁନାହଁ, ତେବେ ମାଟି ଭିତରେ ତୁମେ ତୁମର ଚେରକୁ ପ୍ରସାର କର। ମଞ୍ଜି ଏହା ଶୁଣି ମାଟିକୁ କହିଲା, ଏଥିରେ ଲାଭ କ'ଣ ହେବ? ଯେ ପର୍ଯ୍ୟନ୍ତ ମୁଁ ଉପରକୁ ବଢ଼ି ପାରିବିନି, ସେ ପର୍ଯ୍ୟନ୍ତ ମୁଁ ଗୋଟେ ବିଶାଳ ଗଛ ହେଇପାରିବିନି। ମାଟି କହିଲା, ତୁମେ ଏମିତି ଭାବନି, ହାର ମାନିବା ଠାରୁ ଭଲ ହେଉଛି ଯେ ତୁମ ପାଖରେ ଯାହା ବି ଅପସନ୍ ଅଛି, ତୁମେ ତା ଉପରେ କାମ କର। ମାଟି କଥା ଶୁଣିକି ମଞ୍ଜିଟି ତା ଚେରକୁ ମାଟି ଭିତରେ ପ୍ରସାର କରିବା ଆରମ୍ଭ କଲା। ଏହା ଦେଖିକି ବାକି ଅନ୍ୟ ଦୁଇଟି ମଞ୍ଜି ତାକୁ କହିଲେ, ତୁମେ କାହିଁକି ନିଜ ଶକ୍ତିକୁ ନଷ୍ଟ କରୁଛ? ଏଥିରେ କିଛି ବି ଲାଭ ହେବନି। ମାଟି ଭିତରେ ଚେର ଲମ୍ବେଇଲେ କିଛି ବି ହେବନି, ଆଉ ନା ହିଁ ତୁମେ ଉପର ଆଡ଼କୁ ବଢ଼ିପାରିବ। ତ ଭଲ ଏଇଥିରେ ହେବ କି ତୁମେ ଯେଉଁଠି ଅଛ ସେଇଠି ରହିଯାଅ। ଏହା କହିସାରିବା ପରେ ସେମାନେ ୟା ଉପରେ ହସିବାକୁ ଲାଗିଲେ। କିନ୍ତୁ ସେ ମଞ୍ଜିଟି ହାର ମାନିଲାନି। ସେ ତା ଚେରକୁ ଆହୁରି ଅଧିକ ଗଭୀର ଓ ଦୃଢ଼ କରି ଚାଲିଲା। ଏମିତି କରି କରି ତା ଚେର ପାଣି ପର୍ଯ୍ୟନ୍ତ ପହଞ୍ଚିଗଲା। ଏବେ ସେଇ ମଞ୍ଜି ପାଖରେ ପାଣି ଥିଲା, ଡବଲ ଏନର୍ଜି ଥିଲା, ଆଉ ମଜବୁତ ଚେର ବି ଥିଲା। ତ ସେ ଭାବିଲା କି ସେ ପୁରା ଜୋର ଲଗେଇ ଉପର ଆଡ଼କୁ ଗ୍ରୋ କରିବ। କିନ୍ତୁ ସେ ବଡ଼ ପଥର ଏବେ ବି ତା ଉପରେ ଥିଲା। କିନ୍ତୁ ଜୋର ଲଗେଇ ସେଇ ମଞ୍ଜି ପଥର ସାଇଡରେ ରାସ୍ତା ତିଆରି କରି ମାଟି ଉପରକୁ ଆସିଗଲା। ତା ଚେର ତ ପୂର୍ବରୁ ହିଁ ପାଣି ପର୍ଯ୍ୟନ୍ତ ପହଞ୍ଚି ସାରିଥିଲା। ତ ଏବେ ସେଇ ମଞ୍ଜି ସ୍ପିଡଲି ଗ୍ରୋ କରିବାକୁ ଲାଗିଲା, ଆଉ କିଛି ଦିନ ଭିତରେ ସେ ଗୋଟେ ବିଶାଳ ଗଛରେ ପରିଣତ ହେଇଗଲା। ଏହା ଦେଖି ଅନ୍ୟ ଦୁଇଟି ଗଛ ଆଶ୍ଚର୍ଯ୍ୟ ହୋଇ ଭାବିଲେ କି ଇଏ ଏତେ ବଡ଼ ପଥର ଥିବା ସତ୍ତ୍ୱେ ବି ରାସ୍ତା କେମିତି ବନେଇଲା? ଏତେ ବଡ଼ ପଥର ତା ଉପରେ ଥୁଆ ହେଇଥିଲା, ସେ ତ ତା ତଳୁ ବାହାରି ହିଁ ପାରିନଥାନ୍ତା। କିନ୍ତୁ ସେଇ ମଞ୍ଜି ଏବେ ଗୋଟେ ବିଶାଳ ଗଛରେ ପରିଣତ ହେଇସାରିଥିଲା। ଏମିତି କିଛି ଦିନ ଗଲା ପରେ ମରୁଭୂମିରେ ଗୋଟେ ଭୟଙ୍କର ବାତ୍ୟା ଆସିଲା। ସେ ମରୁଭୂମିରେ ଥିବା ସମସ୍ତ ଗଛ ଭାଙ୍ଗିଗଲା, କିନ୍ତୁ ସେଇ ଗଛଟି ଦୃଢ଼ ଭାବରେ ଛିଡ଼ା ହେଇକି ରହିଲା, କାରଣ ତାର ମୂଳ ବହୁତ ଶକ୍ତିଶାଳୀ ଥିଲା। ସେ ଗଛ ଏତେ ଶକ୍ତିଶାଳୀ ହେଇଯାଇଥିଲା ଯେ ବାତ୍ୟା ବି ତା ଆଗରେ ଫିକା ପଡ଼ିଗଲା, କାରଣ ସେ ପୂର୍ବରୁ ହିଁ ନିଜେ ନିଜକୁ ବହୁତ ଷ୍ଟ୍ରଙ୍ଗ ବନେଇ ଦେଇଥିଲା। ତାର ମାଟି ତଳେ ଯେଉଁ ଷ୍ଟ୍ରଗଲିଂ ଟାଇମ୍ ଥିଲା, ଯେଉଁ ପ୍ରୋବ୍ଲେମ୍ ଥିଲା, ସେଇ ବଡ଼ ପଥରର ସେଇ ଜିନିଷ ତାକୁ ଏତେ ଷ୍ଟ୍ରଙ୍ଗ ବନେଇ ଦେଇଥିଲା କି ଏ ଛୋଟ ମୋଟ ପ୍ରୋବ୍ଲେମ୍ ତାର କିଛି ବି ଉଖାଡ଼ି ପାରିଲାନି। ସାଙ୍ଗମାନେ, ଏଇ କାହାଣୀରୁ ଆମେ ଏଇଆ ଶିଖିଲେ କି ଜୀବନରେ ଆସୁଥିବା ପ୍ରତିଟି ସମସ୍ୟା ଆମକୁ ଦୁର୍ବଳ କରିବା ପାଇଁ ଆସେନି, ବରଂ ଆମକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ପାଇଁ ଆସେ। ଆଉ ଯଦି ଆପଣଙ୍କୁ ଟାଇମ୍ ଲାଗୁଛି, ତେବେ ବୁଝିଯାଆନ୍ତୁ କି ଆପଣ ଆହୁରି ଅଧିକ ଷ୍ଟ୍ରଙ୍ଗ ହେଇଯାଉଛନ୍ତି। ଲାଇଫରେ ଆସୁଥିବା ପ୍ରତିଟି ପ୍ରୋବ୍ଲେମ୍ ଆମକୁ ରୋକିବା ପାଇଁ ନୁହେଁ, ବରଂ ଆମକୁ ଷ୍ଟ୍ରଙ୍ଗ ବନେଇବା ପାଇଁ ଆସିଥାଏ। ସାଙ୍ଗମାନେ, ସାଧାରଣତଃ ଯେବେ ଆମ ଲାଇଫରେ କୌଣସି ବଡ଼ ପଥର ଆସିଯାଏ, କୌଣସି ପ୍ରୋବ୍ଲେମ୍ ଆସିଯାଏ, ସେବେ ଆମେ ଭାବୁ କି ଆମ ଲାଇଫ୍ ସରିଗଲା, ଆମେ ଆମ ଜୀବନରେ ଆଉ କିଛି ବି କରିପାରିବାନି, ଆମେ ଆଉ ଆଗକୁ ବଢ଼ିପାରିବାନି। କିନ୍ତୁ ସତ ହେଉଛି ସାଙ୍ଗମାନେ, ବେଳେବେଳେ ସେଇ ପ୍ରୋବ୍ଲେମ୍
ଆମର ସବୁଠୁ ବଡ଼ ଷ୍ଟ୍ରେଂଥ ବନିଯାଏ। ସାଙ୍ଗମାନେ ଯଦି ସେଇ ମଞ୍ଜି ହାର ମାନିକି ରହିଯାଇଥାନ୍ତା ତେବେ ସେ କେବେ ବି ଏତେ ବଡ଼ ବିଶାଳ ଗଛରେ ପରିଣତ ହେଇପାରିନଥାନ୍ତା। କିନ୍ତୁ ସେଇ ମଞ୍ଜି ଗୋଟେ ଇମ୍ପୋର୍ଟାଣ୍ଟ କଥା ବୁଝିଲା କି ଯଦି ଗୋଟେ ରାସ୍ତା ବନ୍ଦ ଅଛି ତେବେ ଅନ୍ୟ ରାସ୍ତା ପାଇଁ ପରିଶ୍ରମ କରିବା ଦରକାର। ବସି ପଡ଼ିଲେ କିଛି ବି ହେବନି। ସେ ପ୍ରଥମେ ନିଜ ଚେରକୁ ଷ୍ଟ୍ରଙ୍ଗ ବନେଇଲା, ଆଉ ଯେବେ ସମୟ ଆସିଲା ସେବେ ସେଇ ବଳ ତାକୁ ପଥର ସାଇଡ଼ରେ ବାହାରକୁ ବାହାରିବାର ସାହାଯ୍ୟ କଲା। ଠିକ୍ ସେହିପରି ଆମ ଲାଇଫରେ ବି ଷ୍ଟ୍ରଗଲର ଟାଇମ୍ ଆକ୍ଚୁଆଲି ଡିପ୍ରେସନର ଟାଇମ୍ ହେଇଥାଏ। ଯେବେ ଆମେମାନେ ପରିଶ୍ରମ କରୁଥାଉ, ଯେବେ ଆମକୁ ଲାଗେ କି ଆମର ଯେଉଁ ହିସାବରେ ଗ୍ରୋଥ ହେବା କଥା ସେଇ ହିସାବରେ ଆମର ପ୍ରୋଗ୍ରେସ ହେଉନାହିଁ, ସ୍ଲୋ ହେଉଛି, ସେବେ ହୁଏତ ଆମମାନଙ୍କ ଚେର ସେଇ ମଞ୍ଜି ପରି ଭିତରୁ ହିଁ ଭିତରୁ ଷ୍ଟ୍ରଙ୍ଗ ହେଇ ଚାଲୁଥାଏ। ଆଉ ଯେବେ ସମୟର ବାତ୍ୟା ଆସେ ସେବେ ସେଇ ଲୋକମାନେ ଟିକି ପାରନ୍ତି ଯେଉଁମାନେ କଷ୍ଟରେ ରହିକି ନିଜକୁ ଷ୍ଟ୍ରଙ୍ଗ ବନେଇଥାନ୍ତି। ଏଥିପାଇଁ ଯଦି ଆଜି ଆପଣଙ୍କ ଲାଇଫରେ କୌଣସି ପଥର ଅଛି, କୌଣସି ସମସ୍ୟା ଅଛି, ତେବେ ଜମାରୁ ବି ଉଦାସ ହୁଅନ୍ତୁନି। ସେଇ ସମସ୍ୟାକୁ ନିଜର ଷ୍ଟ୍ରେଂଥ ବନେଇବାର ଚେଷ୍ଟା କରନ୍ତୁ। ସାଙ୍ଗମାନେ ମନେ ରଖନ୍ତୁ, ଆଜିର ଷ୍ଟ୍ରଗଲ ହିଁ ଆସନ୍ତାକାଲି ଆପଣଙ୍କୁ ଷ୍ଟ୍ରଙ୍ଗ ବନେଇଥାଏ। ତେଣୁ ସବୁବେଳେ ଧୈର୍ଯ୍ୟ ରଖନ୍ତୁ, କୃତଜ୍ଞ ରହନ୍ତୁ, ଆଉ ଜୀବନରେ ଆଗକୁ ବଢ଼ନ୍ତୁ। ସାଙ୍ଗମାନେ ଆଜି ପାଇଁ ଏତିକି। ପୁଣି ଦେଖାହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ଯଦି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତ ଏହାକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଆମ ଫେସବୁକ୍ ଆଉ ଇନଷ୍ଟାଗ୍ରାମ ପେଜକୁ ଫଲୋ କରନ୍ତୁ। ଆଉ ଆମ ୟୁଟ୍ୟୁବ୍ ଫ୍ୟାମିଲି ସହିତ ଯୋଡ଼ି ରହିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ହିଁ ଯାଆନ୍ତୁ। ଧନ୍ୟବାଦ।